ଆପଣଙ୍କ ନାଁ? ଶିବ ନାୟକ। ଆଜ୍ଞା ଏଠି ଯେଉଁ ବାବା ଅକାଟେଶ୍ୱରଙ୍କର ମହିମା କେମିତି ଆଉ କେମିତି ଉତ୍ପତ୍ତି ହେଇଥିଲେ? ଗୋଟେ ପିଲାର ବର୍ତ୍ତମାନ ମୁଣ୍ଡ କ'ଣ ହେଉଥିଲା, ମୁଣ୍ଡ ଖପୁରି ତଡ଼ା ହେବା ପାଇଁ କଥା ହେଇଥିଲା। ସେ ଖବରଟା ବର୍ତ୍ତମାନ ତାର ପଇସା ନାହିଁ, ପଇସା ନଥିବା ସେ ନୀରବରେ ରହିଲା। ଅକାଟେଶ୍ୱର ତାକୁ ସ୍ୱପ୍ନ କଲେ ଯେ ବର୍ତ୍ତମାନ ମୁଁ ଏଇ ଜାଗାରେ ବାହାରିଛି, ଗୁଆ ନଡ଼ିଆରେ ବସେ, ମୋର ରୋଗ ଭଲ ହେଇଗଲା। ସେ ଝିଅର ବି ଭଲ ହେଇଗଲା, ଡାକ୍ତର ବି ଭଲ କହିଲା। ବର୍ତ୍ତମାନ ଆଉ ଅନ୍ୟାନ୍ୟ ଲୋକ ସବୁ ଆସିକିରି ଲୋକ ଭଲ ପ୍ରଭାବିତ ଚାଲିଛି ସେଇ କାର୍ଡରୁ। ଆଉ କ'ଣ, କେତେ ଦିନ ଏଠି ମାନସିକ କଲେ ରୋଗ ଭଲ ହୁଏ? ମାନେ 21 ଦିନ ପ୍ରମାଣ। 21 ଦିନ କୋଉ କୋଉ ରୋଗ ଭଲ ହେଇଛି? ଭଲ କ୍ୟାନ୍ସର ରୋଗ ହେଇଛି, ପାଟି ଫିଟିବା ବନ୍ଦ ହେଇଛି, ଘା ଶୁଖିବା ଭଲ ହେଇଯାଇଛି, ମଳକଣ୍ଟକ ଭଲ ହେଇଯାଇଛି। ମଳକଣ୍ଟ ବି ପ୍ରାୟ ଲୋକଙ୍କୁ ଭଲ ହେଇଗଲାଣି। ମାନେ କେବଳ କେମିତି ତାର ବିଧି କ'ଣ? ବିଧି କ'ଣ, ଯଦି ଗ୍ୟାସ୍ ରୋଗ ଭଲ ହେଇଯାଇଛି। ଗ୍ୟାସ୍ ରୋଗ ଖାଇବେ କ'ଣ, ଜାଇ ଫଳ ଘୋରିକି ଠାକୁରଙ୍କ ବିଭୂତି ପକେଇ ବିଭୂତି ଖାଇଲେ ସେ ଗ୍ୟାସ୍ ଭଲ ହେଇଯିବ। ସୋରିଷ ତେଲ ଫୁକି ନେଲେ ବର୍ତ୍ତମାନ ତା ଘା ଶୁଖିଯିବ, ମଳକଣ୍ଟକ ବି ଶୁଖିଯିବ। ତାର ବିଧି କେମିତି? ଯୋଉ 21 ଦିନ ଯୋଉ 21 ଦିନ ରହିବ। ଆଇଁଷ ରସୁଣ ପିଆଜ ଖାଇବ ନାହିଁ, 3ଟା ଜିନିଷ ଖାଇବ ନାହିଁ। ଆଇଁଷ ରସୁଣ ପିଆଜ ଏ 3ଟା ଖାଇବ ନାହିଁ। 21 ଦିନ ପର୍ଯ୍ୟନ୍ତ ଗୋଟେ ଧୂପକାଠି ଦଉଥିବ, କିନ୍ତୁ ବିଭୂତି ବେକରେ ମୁଣ୍ଡରେ ଏ ବିଭୂତି ମାରୁଥିବ 21